ओम शांति। विश्वगुरु महान देश भारत मातार स्वाधीनता दिवस अवसर रे विश्वपिता परमात्मांकर आत्मिक संतान मानंकु अमृत महोत्सवर अनेक अनेक शुभेच्छा, शुभ अभिनंदन, सुप्रभात, सुस्वागतम। पिलादिने पढ़िथिबा सुंदर कविताटिए मने पड़े। बजारे बजारे बाइद बजा, चौदिग आजी सजारे सजा, केते नुआ आशा आनंद आनी अगस्ट 15 आसीछि पुणी। एही दिन आमे स्वाधीन हेलु, विदेशी हातरु शासन नेलु, आमे चलाउछु देश आमरी, आमरी नारे आमे नाउरी। आमे स्वाधीन हेलु, निज देशर शासन को निजे चलेलु। एमितिरे तो स्थूल रूपरे आमे स्वाधीन होई स्वाधीन भारतर संतान हेलु। तेबे वास्तव क्षेत्र रे जदि देखा जाए, तेबे एबे मध्य भारत काहींकि सारा विश्व आजी संपूर्ण पराधीन कहिले अत्युक्ति हेब नाही। केही मध्य स्वाधीन नुहंती। एही उक्तिटी जदिबा कर्णकु ग्रहण करिबा टिके कठिन, तेबे यह अप्रिय सत्य अटे। आज सारा सृष्टि पांच विकार रूपी माया रावणर अधीन होई रहिछि। जेउ रावण जन्म जन्मांतर समस्तंकु निज नियंत्रण रे रखी निज इच्छा मुताबक चलाउछि, केही चाही मध्य ता कबलरू मुक्त हेबा असंभव होई पड़ुछि। रावण एपरि भावरे समस्तंकर मानसिक स्तर को नियंत्रित करुछि, जद्वारा केही किछि भूल करि सारी पश्चातापरे कहउछंती, मु तो चाहू नथेली, हेले किपरि यह हेइगला, मु मध्य बुझी पारु नाही, इत्यादि। माया रावण समस्तंकु आत्मविस्मृत कराई संपूर्ण देह सर्वस्व कराई केवल दुख अशांति दे चलिछि। समस्तंकु संपूर्ण रूपे पराधीन करी रखिछि। जेउ कारणरू प्रतिवर्ष रावणर प्रतिमूर्ति बड़रू बड़ तैयारी करी जळेइबार प्रथा मध्य पालित होई आसुछि। हेले ना रावणर मृत्यु हेउछि, ना मनुष्य पराधीनतारू मुक्त होई सुख शांति पाई पारुछि। तेणु आकुल भावरे डाकी चलिछि, हे भगवान आसंतु आमको दुख अशांति उद्धार करी सुख शांति प्रदान करंतु। दुनिया रे एपरी केही कहि पारिबे नाही कि मो संपूर्ण मो निजस्व मत अनुसारे परिचालित हेउछि ना, कारण आत्मविस्मृत होई देह अहंकार कारणरू विकारर वशीभूत होई पतित तम प्रधान दुखी होई जाइछन्ति। रावण संपूर्ण राज्य को आमठारु छड़ेई नेछि। सेथिपाई स्वयं विश्व नियंता भगवान परमपिता निराकार परमात्मा शिव बाबा आसिछन्ति माया रावणर कबलरू आम मानंकु मुक्त कराई पुनः अखंड भारत भूमि रे सुख शांति भरा सत्ययुगी स्वर्ग राज्य स्थापन करी तार अधिकारी करैबा पाई संपूर्ण
ବାସ୍ତବିକ ସ୍ୱାଧୀନତା ପ୍ରାପ୍ତ କରାଇବା ପାଇଁ। ସେଥିପାଇଁ କହୁଛନ୍ତି, ମଧୁର ଆତ୍ମିକ ସନ୍ତାନଗଣ, ତୁମେ ହେଲ ଈଶ୍ୱରଙ୍କର ପୋଷ୍ୟ ସନ୍ତାନ। ତୁମକୁ ପବିତ୍ର ହୋଇ ପବିତ୍ର ସ୍ୱର୍ଗ ଦୁନିଆର ସମ୍ପତ୍ତି ନେବାକୁ ହେବ। ଏହା ଅନ୍ତିମ ସମୟ ଅଟେ। ସେଥିପାଇଁ ପବିତ୍ର ନିଶ୍ଚିନ୍ତ ହେବାକୁ ପଡ଼ିବ, ଯେହେତୁ ଏହା ପରେ ସମ୍ପୂର୍ଣ୍ଣ ପବିତ୍ର ଶତପ୍ରଧାନ ଦୁନିଆର ସ୍ଥାପନା ହେଉଛି ଏବଂ ତୁମମାନଙ୍କୁ ମୁଁ ଆସିଛି ସେହି ପବିତ୍ର ଦୁନିଆର ମାଲିକ କରିବା ପାଇଁ। ବର୍ତ୍ତମାନର ମନୁଷ୍ୟ ଓଟପକ୍ଷୀ ସଦୃଶ ହୋଇଯାଇଛନ୍ତି, କାରଣ ଯଦି ଓଟପକ୍ଷୀକୁ କୁହାଯାଏ ଉଡ଼ିବା ପାଇଁ, ସେ କହିବ ମୁଁ ପରା ଓଟ। ଆଉ ବୋଝ ବୋହିବାକୁ କହିଲେ ସେ କହିବ ମୁଁ ତ ପକ୍ଷୀ ଅଟେ। ଠିକ୍ ସେହିପରି ଆଜିର ମନୁଷ୍ୟମାନଙ୍କର ଅବସ୍ଥା ଅଟେ। ଏହି ଭାରତ ଭୂମି ଦିନେ ଦେବଭୂମି ଥିଲା ଏବଂ ଭାରତବାସୀ ହିଁ ଦେବୀ ଦେବତା ଥିଲେ। ଦେବୀ ଦେବତା ଧର୍ମ ସେମାନଙ୍କର ପରମ ଧର୍ମ ଥିଲା, ଏକମାତ୍ର ଧର୍ମ ଥିଲା। ପରନ୍ତୁ ଏବେ ଯଦି ସେମାନଙ୍କୁ ପଚରାଯାଏ କି ତୁମେ ନିଜକୁ ଦେବତା ବଦଳରେ ହିନ୍ଦୁ କାହିଁକି କହୁଛ, ତେବେ କହିବେ ଦେବତାମାନେ ତ ପବିତ୍ର, ଆମେ ତ ଅପବିତ୍ର ପତିତ ଅଟୁ। ଯଦି କୁହାଯିବ ଠିକ୍ ଅଛି, ଏବେ ଭଗବାନ କହୁଛନ୍ତି ପବିତ୍ର ହୁଅ, ତେବେ ପବିତ୍ର ଦୈବୀ ପଦ ପ୍ରାପ୍ତ ହୋଇପାରିବ, ତେବେ କହୁଛନ୍ତି ଫୁର୍ସତ ନାହିଁ। ମାୟା ସମସ୍ତଙ୍କର ପବିତ୍ରତାର ଡେଣା କାଟି ଦେଇଛି ଜଟାୟୁ ଭଳି। ସେଥିପାଇଁ ଭଗବାନ କହୁଛନ୍ତି ଏବେ ଆଉ ଓଟ ପକ୍ଷୀ ସଦୃଶ ହୁଅ ନାହିଁ। ପବିତ୍ରତାର ଡେଣା ଲଗାଇ ଜ୍ଞାନ ମାର୍ଗରେ ଆଗେଇ ଚାଲ। ଏବେ ନୂତନ ସତ୍ୟଯୁଗୀ ସୂର୍ଯ୍ୟ ଉଦୟ ହେବାର ସମୟ ଉପନୀତ। ମୋ ଶ୍ରୀମତରେ ଚାଲି ସମ୍ପୂର୍ଣ୍ଣ ନିର୍ବିକାରୀ ହେବାକୁ ପଡ଼ିବ। ଆତ୍ମାରେ ଯେଉଁ ଖାଦ ମିଶିଛି ବିକାର ରୂପକ, ତାକୁ ଯୋଗ ଅଗ୍ନି ଦ୍ୱାରା ବାହାର କରିବାକୁ ହେବ। ଆତ୍ମ ଅଭିମାନୀ ହୋଇ ନିରାକାର ଶିବ ବାବାଙ୍କୁ ମନେ ପକାଇବାକୁ ହେବ। ଯେତେ ଯେତେ ବାବାଙ୍କ ସ୍ମୃତିରେ ରହିବ, ସେତିକି ବାବା ରକ୍ଷା କରି ଚାଲିବେ। ଶିବ ବାବା କହୁଛନ୍ତି, ମୋର ମୋରକୁ ତୋରରେ ପରିବର୍ତ୍ତନ କରି ଶ୍ରେଷ୍ଠ ଲକ୍ଷ୍ୟକୁ ପ୍ରାପ୍ତ କରୁଥିବା ନଷ୍ଟ ମହା ଆତ୍ମା ହୁଅ। କାରଣ ଯେଉଁଠାରେ ମୋର ପଣିଆ ଥାଏ, ସେଠାରେ ହଲଚଲ ଥାଏ। ମୋର କହିବାର ଅଛି ତ କେବଳ କୁହ ମୋର ଶିବ ବାବା, ଭଗବାନ ମୋର, ମୁଁ ଭଗବାନଙ୍କର। ବାକି ଯାହା ଧନ ସମ୍ପତ୍ତି, ବସ୍ତୁ ବୈଭବ ଇତ୍ୟାଦି ଯାହା କିଛି ବି ଅଛି, ତାହା ମୋର ନୁହେଁ। କେବଳ ମୁଁ ନିମିତ୍ତ ହୋଇ ସମ୍ଭାଳୁଛି। ସବୁକିଛି ସେଇ ଭଗବାନଙ୍କର। ଏହି ସ୍ମୃତି ରହିବା ଆବଶ୍ୟକ। ବାବାଙ୍କର ସ୍ମୃତି ଏବଂ ସୃଷ୍ଟି ନାଟକର ଜ୍ଞାନ ଆଧାରରେ ନଥିଂ ନ୍ୟୁ ଅର୍ଥାତ୍ କିଛି ବି ନୂଆ କଥା ନୁହେଁ, ଏହିଭଳି ସ୍ଥିତି ରହିବ ଏବଂ ତୁମେ ନଷ୍ଟ ମହା ହୋଇଯିବ। ଯଦି ସଚ୍ଚା ସେବାଧାରୀ ହୋଇ ନିଃସ୍ୱାର୍ଥ ସେବା କରି ଚାଲିବ, ତେବେ ସେବାର ଫଳ ଏବଂ ବଳ ଆପେ ଆପେ ପ୍ରାପ୍ତ ହୋଇ ଚାଲିବ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଆମେ ଶ୍ରବଣ କରି ନିଜ ଜୀବନକୁ ପରିବର୍ତ୍ତନ କରି ଚାଲିବା
ଏବଂ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର ଶ୍ରେଷ୍ଠ କାର୍ଯ୍ୟ କରିଚାଲିବା। ସାରା ବିଶ୍ୱର ଆତ୍ମାମାନଙ୍କର କଲ୍ୟାଣ ହେଉ, ସମସ୍ତେ ସୁଖ ଆଉ ଶାନ୍ତିର ଅନୁଭବ କରନ୍ତୁ। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।